ଆଜି ମୁରଲି ରୁବିକୁ ଭଲସେ ପାନେ ଦେବେ। ସେପଟେ ତୃଷ୍ଣା କିଡନାପ ହୋଇଥିବା ବେଳେ ଘରେ ସମସ୍ତେ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଥିବେ। ଆଉ ତୃଷ୍ଣାଙ୍କ ମା ଥାଇ କହିବେ, ମୁରଲି ଆମେ ତାଙ୍କୁ ଖୋଜିବା କୋଉଠି? ତାପରେ ମୁରଲି କହିବେ, ମାଙ୍କ ଆଶୀର୍ବାଦ ଉପରେ ମୋର ପୁରା ବିଶ୍ୱାସ ଅଛି। ସେ ତାଙ୍କ ପିଲାମାନଙ୍କର କିଛି ବି ଅନିଷ୍ଟ ହେବାକୁ ଦେବେନି। ଆଉ କହିବେ ଏ ପରିସ୍ଥିତିର ସମାଧାନ ପାଇଁ ସେ ନିଶ୍ଚୟ କିଛି ନା କିଛି ଗୋଟେ ସଂକେତ ଦେବେ। ଆଉ ସେଇ ସମୟରେ ରୁବି ପାଖକୁ ରକିର କଲ୍ ଆସେ। ସେଠୁ ମୁରଲି ରୁବି ଉପରେ ସନ୍ଦେହ କରି ପଚାରିବେ କି କିଏ ଫୋନ କରିଥିଲା ରୁବି? ତାପରେ ରୁବି କହିବେ କି ମୋର ଗୋଟେ ସାଙ୍ଗ ଫୋନ କରିଥିଲା, କିନ୍ତୁ ଏମିତି ପରିସ୍ଥିତିରେ ତା ସହିତ କଥା ହେବାଟା କିଛି ଠିକ ହବନି। ଆଉ ତାପରେ ମୁରଲି ରୁବିଙ୍କ ବେକକୁ ଚିପି ଧରି ଆଳତୀ ସାମ୍ନାରେ ଦେଖାଇଦେବେ। ଆଉ ରୁବି ଡରିକି କହିବ, ମୁରଲି ମୁଁ ସବୁ ସତ କଥା କହୁଛି, ପ୍ଲିଜ ମୋତେ ଛାଡ଼ି ଦିଅ। ସେଇଠୁ ରୁବି କହିବ କି ରକି ତୃଷ୍ଣାକୁ ବହୁତ କଷ୍ଟ ଦେବା ପାଇଁ ପ୍ଲାନ୍ କରିଛନ୍ତି। ସେ ତାକୁ କରେଣ୍ଟ ସକ୍ ଦେବେ, ତା ସହିତ ଡ୍ରଗ୍ସ ବି ଦେବେ। ତେବେ ତୃଷ୍ଣା ତମକୁ ବହୁତ ଘୃଣା କରିବେ ଆଉ ସବୁଦିନ ପାଇଁ ତମକୁ ଛାଡ଼ି ଚାଲିଯିବେ। ତ ଦର୍ଶକ ବନ୍ଧୁ, ଏଥର ମୁରଲି ତୃଷ୍ଣାକୁ ବଞ୍ଚାଇ ପାରିବେ ନା ନାହିଁ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।